ରାବଣର ଦୂରଦୃଷ୍ଟିହୀନତା ଏବଂ ଗୋଟିଏ ଭୁଲ ନିଷ୍ପତ୍ତି କିପରି ଲଙ୍କାକୁ ଧ୍ୱଂସ ଆଡ଼କୁ ଟାଣି ଆଣିଥିଲା ତାହା କ'ଣ ଆପଣ ଜାଣନ୍ତି? ଆଜି ଆମେ ରାମାୟଣର ସେହି ପ୍ରସଙ୍ଗ ଉପରେ ଆଲୋଚନା କରିବା ଯେତେବେଳେ ରାବଣ ଜୀବନର ସବୁଠାରୁ ବଡ଼ ଭୁଲ କରିବାକୁ ଯାଉଥିଲା, କିନ୍ତୁ ଜଣେ ହିତୈଷୀ ତାକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ରାବଣର ଭଉଣୀ ସୁପର୍ଣ୍ଣେଖା ରାମଙ୍କୁ ବିବାହ ପ୍ରସ୍ତାବ ଦେଇ ନାକ କାନ ହରାଇବା ପରେ କ୍ରୋଧ ଓ ଅପମାନରେ ଲଙ୍କାକୁ ଫେରିଥିଲା। ସେ ରାମଙ୍କ କଥା କହିବା ସମୟରେ ତାଙ୍କ ପତ୍ନୀ ସୀତାଙ୍କର ଅପୂର୍ବ ସୌନ୍ଦର୍ଯ୍ୟ ବର୍ଣ୍ଣନା କରିଥିଲା। ଏହି କଥା ହିଁ ରାବଣ ମନରେ ସୀତାହରଣ ପାଇଁ ଦୁର୍ବୁଦ୍ଧି ସୃଷ୍ଟି କଲା। ପ୍ରତିଶୋଧ ନେବା ପାଇଁ ଏବଂ ସୀତାଙ୍କୁ ପାଇବା ପାଇଁ ରାବଣ ତାର ମାମୁଁ ମାରିଚ ନିକଟକୁ ସହାୟତା ମାଗିବାକୁ ଗଲା। ମାରିଚ ଜଣେ ଜ୍ଞାନୀ ରାକ୍ଷସ ଥିଲା ଏବଂ ସେ ରାମଙ୍କର ଶକ୍ତି ବିଷୟରେ ଜାଣିଥିଲା। ସେ ସଙ୍ଗେ ସଙ୍ଗେ ଏହି ଦୁଷ୍କର୍ମରୁ ନିବୃତ୍ତ ରହିବାକୁ ରାବଣକୁ ବୁଝାଇଥିଲା। ରାଜନ୍, ଶ୍ରୀରାମ ହେଉଛନ୍ତି ଧର୍ମର ମୂର୍ତ୍ତିମନ୍ତ ସ୍ୱରୂପ ଏବଂ ପୃଥିବୀର ଲୋକପ୍ରିୟ ରାଜା। ତାଙ୍କୁ ଜଙ୍ଗଲରୁ ଅପହରଣ କରିବାର ଶକ୍ତି ତୁମର ନାହିଁ। ପର ସ୍ତ୍ରୀ ଅପହରଣ ଠାରୁ ବଳି ଗୁରୁତର ପାପ ଆଉ କିଛି ନାହିଁ। ଯଦି ତୁମେ ସୁଖ ଶାନ୍ତିରେ ରାଜ୍ୟ ଭୋଗ କରିବାକୁ ଚାହୁଁଛ, ତେବେ ଏହି ହୀନ ଉଦ୍ୟମରୁ ନିବୃତ୍ତ ରୁହ। ମାରିଚ ସତର୍କ କରାଇ ଦେଇଥିଲା ଯେ ଏଭଳି କଲେ ରାମଚନ୍ଦ୍ର କ୍ରୋଧିତ ହୋଇ ସମଗ୍ର ଅସୁର କୁଳକୁ ବିନାଶ କରିଦେଇ ପାରନ୍ତି, କିନ୍ତୁ ବିନାଶ କାଳେ ବିପରୀତ ବୁଦ୍ଧି। ହିତକର ବାଣୀ ରାବଣକୁ ଅହିତକର ବୋଧ ହେଲା। ଗର୍ଭୋଦ୍ଧତ ରାବଣ ମାରିଚଙ୍କୁ ତିରସ୍କାର କଲା। ମୁଁ ଅବଶ୍ୟ ସୀତାହରଣ କରିବି। ସମଗ୍ର ସୁର ଅସୁର ମିଶିଲେ ମଧ୍ୟ ମୋର ନିଷ୍ପତ୍ତିକୁ ବଦଳାଇ ପାରିବେନି। ବାସ୍ ତୁମକୁ ଯାହା କିଛି କହିଛି ତାହା ହିଁ କର। ଅନନ୍ୟ ଉପାୟ ହୋଇ ରାବଣର ବାଧ୍ୟବାଧକତାରେ ମାରିଚଙ୍କୁ ସ୍ୱର୍ଣ୍ଣ ମୃଗ ରୂପ ଧାରଣ କରି ଏହି ପାପ କାର୍ଯ୍ୟରେ ଭାଗିଦାର ହେବାକୁ ପଡ଼ିଲା। ରାବଣର ଗର୍ବ ଓ ହିତୋପଦେଶକୁ ଆଗ୍ରହ କରିବାର ପରିଣାମ କେତେ ଭୟଙ୍କର ଥିଲା ତାହା ସାରା ରାମାୟଣରେ ଦେଖିବାକୁ ମିଳେ। ଜୀବନରେ ଆମେ କେବେ କେବେ ଏଭଳି ଭୁଲ ନିଷ୍ପତ୍ତି ନେଇଥାଉ। ଆପଣଙ୍କ ମତରେ ରାବଣର ଏହି ଭୁଲ ପାଇଁ କିଏ ଅଧିକ ଦାୟୀ? କମେଣ୍ଟରେ ଜଣାନ୍ତୁ। ଏଭଳି ଅଧିକ ପୌରାଣିକ କାହାଣୀ ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଭିଡ଼ିଓକୁ ଲାଇକ୍ କରିବାକୁ ଭୁଲନ୍ତୁ ନାହିଁ। ଧନ୍ୟବାଦ। ନମସ୍କାର। ଜୟ ଜଗନ୍ନାଥ।